ଆଲୋଚନାର ଆଉ ଏକ ନୂତନ ଅଧ୍ୟାୟକୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜିର ଆଲୋଚନାର ପ୍ରସଙ୍ଗ ହେଉଛି ଜଗମୋହନ ଲାଲଙ୍କର ବାବାଜୀ ନାଟକ ସମ୍ପର୍କରେ। ଆଜି ଆମେ ଆଲୋଚନା କରିବା ପୂର୍ବରୁ ଜଗମୋହନ ଲାଲଙ୍କର ଜୀବନୀ ସମ୍ପର୍କରେ ପ୍ରଥମ ସାମୂହିକ ଭାବରେ ଆଲୋକପାତ କରିବା। ଜଗମୋହନ ଲାଲ 1838 ମସିହା ନଭେମ୍ବର ମାସ 25 ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କ ପୂର୍ବପୁରୁଷ ଉତ୍ତରପ୍ରଦେଶ ବରଡ଼ିର ବାସିନ୍ଦା ଅଟନ୍ତି। ତାଙ୍କ ବଂଶର ଅରୂପ ଚାନ୍ଦ ନାଏବ ନାଜିମ ବକ୍ସି ଖାଁଙ୍କ ଠାରୁ ଲାଲ ଉପାଧି ପ୍ରାପ୍ତ। ଜଣାଯାଏ ଯେ ଖ୍ରୀଷ୍ଟ 1734ରେ ବକ୍ସି ଖାଁଙ୍କ ମୃତ୍ୟୁ ପରେ ରୂପାନନ୍ଦ ମାହାଙ୍ଗାଠାରେ ବସବାସ କରିଛନ୍ତି। ଜଗମୋହନ ଲାଲ ତାଙ୍କର ଅଷ୍ଟମ ବଂଶଧର। ଜନ୍ମ 1246 ସାଲ ମାର୍ଗଶିର ମାସ 16 ଦିନ ଖ୍ରୀଷ୍ଟ 1838 ମସିହା। ବାପାଙ୍କ ନାମ ନାରାୟଣ ପ୍ରସାଦ ଲାଲ। ପାରିବାରିକ ଭାଷା ହିନ୍ଦୀ। ରେଭେନ୍ସା କଲିଏଟ ସ୍କୁଲରୁ ମାଟ୍ରିକ ପାସ୍ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କ ଅଧୀନରେ କଟକଠାରେ ଚାକିରି ଏବଂ ଡେପୁଟି କଲେକ୍ଟର ଭାବରେ ଅବସର ଗ୍ରହଣ କରିଥିଲେ। ଜଗମୋହନଙ୍କ ପ୍ରଥମ ବହୁଚରିତ୍ର ଗ୍ରନ୍ଥ ଭ୍ରମଭଞ୍ଜନ 1868ରେ ପ୍ରକାଶ ପାଇଥିଲା। ଇଂରେଜ କବି ପର୍ନେଲଙ୍କ ଦି ହର୍ମିଟ ଅନୁସରଣରେ ଏହା ରଚିତ। ସାଂସାରିକ ଜୀବନ ସମ୍ପର୍କରେ ଜଣେ ସନ୍ନ୍ୟାସୀର ଥିବା ଭ୍ରମଧାରଣା କିପରି ଦୂର ହୋଇଛି ତାହା ଏଥିରେ ବର୍ଣ୍ଣିତ। ପାଶ୍ଚାତ୍ୟ ସାହିତ୍ୟରୁ କଥାବସ୍ତୁର ଆହରଣ ଏ ଦେଶ ମାଟିର ତାର ଆରୋପଣ ଓ ସମୀକରଣର ପ୍ରାଥମିକ ଗୌରବ ଜଗମୋହନ ଲାଲଙ୍କର। ପୁରାତନରେ ନୂତନତା ଓ ଆହରଣରେ ମୌଳିକତା ପ୍ରତିପାଦନ କରିବା କଳାର ସେ ଆଦ୍ୟ ପ୍ରଖ୍ୟାପକ। ସେ ଟର୍ଣ୍ଣବିଙ୍କର ଓଡ଼ିଶା ଇତିହାସର ଆଂଶିକ ଅନୁବାଦ ମଧ୍ୟ କରିଛନ୍ତି। ଜଗମୋହନ ଲାଲ ମୁଖ୍ୟତଃ ସମାଜ ସଂସ୍କାରକ। ତାଙ୍କର ଦ୍ୱିତୀୟ କନ୍ୟା ଲାବଣ୍ୟ ବିଧବା ଥିଲେ। ସେ ଏହି କନ୍ୟାକୁ ପୁନର୍ବିବାହ କରାଇ ସମକାଳୀନ ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ସାମାଜିକ ବାସନ୍ଦ ହୋଇଛନ୍ତି। କୁଳଦେବତା ରାଧାକାନ୍ତଙ୍କ ନାମରେ ନିଜ ଗ୍ରାମ ମାହାଙ୍ଗାଠାରେ ସେ ରାଧାକାନ୍ତଙ୍କ ରଙ୍ଗମଞ୍ଚ ପ୍ରତିଷ୍ଠା କରିଛନ୍ତି। ଏଠାରେ ବର୍ଷର ବିଭିନ୍ନ ଉତ୍ସବରେ ସୌଖିନୀ ବଙ୍ଗଳା ନାଟକ ଆପଣା ନିର୍ଦ୍ଦେଶନାରେ ମଞ୍ଚସ୍ଥ କରାଯାଇଛି। ସେ ହିନ୍ଦୁସ୍ତାନୀ ସଙ୍ଗୀତ ପ୍ରେମୀ। ନିଜ ନାଟକ ଗୁଡ଼ିକରେ ହିନ୍ଦୁସ୍ତାନୀ ରାଗ ରାଗିଣୀର ପ୍ରୟୋଗ କରି ସେ 3 ଗୋଟି ନାଟକ ରଚନା କରିଛନ୍ତି। ବାବାଜୀ ନାଟକ, ସତୀ ଓ ପ୍ରୀତି ଏବଂ ଏକମାତ୍ର ପ୍ରହସନ ବୃଦ୍ଧ ବିବାହ ପରିପ୍ରକାଶ କରିଛନ୍ତି ବୋଲି ଆମେମାନେ କହିପାରିବା। ବାବାଜୀ ନାଟକ ଜଗମୋହନ ଲାଲଙ୍କ ଦ୍ୱାରା ରଚିତ ଓ 1877 ମସିହାରେ ପ୍ରକାଶିତ ପାଶ୍ଚାତ୍ୟ ନାଟ୍ୟତତ୍ତ୍ୱ ପ୍ରଭାବିତ ପ୍ରଥମ ଓଡ଼ିଆ ନାଟକ। କଟକ ପ୍ରିଣ୍ଟିଂ କମ୍ପାନୀ ଯନ୍ତ୍ରଣାଳୟରେ ଏହା ମୁଦ୍ରିତ ହୋଇଛି ଏବଂ ମୂଲ୍ୟ ରହିଛି ମାତ୍ର 4 ଅଣା। ଗ୍ରନ୍ଥକର୍ତ୍ତା ବିଜ୍ଞାପନରେ କୁହନ୍ତି, ଏହି ପୁସ୍ତକରେ ଜଣେ ଯଥାର୍ଥ ସାଧୁର ସୁଚରିତ୍ର ଓ ଉପଦେଶ, ବାବାଜୀର ମହିମା, ମଠଧାରୀ ଆଚରଣ, ହିନ୍ଦୁସ୍ତାନରେ ସୁରାପାନ, ନବ୍ୟବାବୁ ଓ ଦେଶୀୟ ଖ୍ରୀଷ୍ଟିଆନର କୁସଂସ୍କାର, ଡାହାଣୀଭୂତ ଗାରୁଡ଼ି ବିଦ୍ୟା ଏବଂ ରହସ୍ୟ ହିତକର କଥାମାନ ଅଛି। ନାଟକର ପ୍ରାପ୍ତି ସ୍ୱୀକାରରେ ଉତ୍କଳ ଦୀପିକା 3/11/1877 ଓ ବାଲେଶ୍ୱର ସମ୍ବାଦବାହିକା 24/2/1878 ମସିହାରେ କୁହନ୍ତି, ବାବାଜୀ ନାଟକ ସର୍ବାଙ୍ଗ ସୁନ୍ଦର ନହେଲେ ହେଁ ଓଡ଼ିଆରେ ନାଟକ ସୃଷ୍ଟିର ଦ୍ୱାର ଉନ୍ମୁକ୍ତ କରିଛି। ନାଟକର ନାୟକ ବାବାଜୀ। ସେ ଧୀର ଗମ୍ଭୀର ଓ ସଦ୍ଗୁଣ ବିଶିଷ୍ଟ। ନାୟିକା ବେଶ୍ୟା ମାଳତୀ ଓ କୁଳଜା ରାଧି ଓ ଜେମି। ପୂଜାରୀ ଏହାର ଖଳନାୟକ।
ବୀର ଓ ଜାମୁତି ସାଧାରଣ ଗୃହୀ ଚରିତ୍ର ଏବଂ ଚରିତ୍ର ସଂଖ୍ୟା 16, ପୁରୁଷ 12 ଓ ନାରୀ ମାତ୍ର 4। ନାଟକ 4 ଅଙ୍କ ବିଶିଷ୍ଟ ଓ ପ୍ରତ୍ୟେକ ଅଙ୍କରେ ଗୋଟିଏ କରି ଦୃଶ୍ୟ ସଂଯୋଜିତ। ସଂଳାପର ଭାଷା ପାତ୍ରମୁଖୀ ଏବଂ ଓଡ଼ିଆ ବ୍ୟତୀତ ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷା ମଧ୍ୟ ବ୍ୟବହୃତ। ଏହାକୁ ଏକ ସାମାଜିକ ବ୍ୟଙ୍ଗ ଭାବରେ ଗ୍ରହଣ କରାଯାଇପାରେ। ବାବାଜୀକୁ ଏକ ନାଟକ କୁହାଯିବ କି ନା ତତ୍ ସଂକ୍ରାନ୍ତରେ ସମକାଳରେ ଓ ପରବର୍ତ୍ତୀ କାଳରେ ଆଲୋଚକମାନେ ପ୍ରକାଶ ପାଇଛି। ବାବାଜୀକୁ ଏକ ନାଟକ କୁହାଯିବ କି ନା ତତ୍ ସଂକ୍ରାନ୍ତରେ ସମକାଳରେ ଓ ପରବର୍ତ୍ତୀ କାଳରେ ଆଲୋଚନାମାନ ପ୍ରକାଶ ପାଇଛି। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଏହାକୁ ପୂର୍ଣ୍ଣାଙ୍ଗ ନାଟକ ପରିବର୍ତ୍ତେ ପ୍ରକରଣ କରିଛନ୍ତି। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହା ପ୍ରଥମେ ଜଗମୋହନଲାଲଙ୍କ ଗ୍ରାମରେ ତାଙ୍କ ପୁଅଙ୍କ ଉଦ୍ଦେଶ୍ୟରେ 1894 ମଞ୍ଚସ୍ଥ ହୋଇଛି।